तो बर्तमान चलते सकाल सकाल कौन काम चली देखा। तो बर्तमान देखो सुना तांकर झुले सुखुआ धरी बसी जाइछंती खाइमी ना सुखुआ बरटा सुखुआ बारटा। बर्तमान देखो बापा जाइए सुखुआ हाट आ सुखुआ हाट जाइए से सुखुआ नहीं आसना सुना तांकर भरिक रखुंट जेहेतु आग को बिल कम आसूची बिल कम आंबुल सुखुआ जमीब तुमर कि बढ़िया ना तुमर कि बढ़िया ना सुखुआ दीटा पुड़ी दे दो आंबुल गोटे दे दो आलू भात दे दी जल्दी जल्दी पूरा सफा सफा ना पूरा देखो पूरा सफा ही सुखुआड़ा गाँ को जो आसे मरीचा मरीचा देखा पूरा परिष्कार सुखुआड़ा पूरा सफा नुआ सुखुआ गाँ को जो आसे पुराना 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 बस्ता आनंद ये पूरा नुआ सुखुआ सेतबे कलरटा पूरा सफा साइड नहीं आसुनी रसा मसा आउ कौन अच्छी देखिए सब भेराइटी सुखुआ अच्छे थाली ए सुखला आड़ा एड़ा सब मिक्स यूज मु जो कहूली बापा कौ सुखुटा आना ना ये टंका सुखुटा काट से सुखुआ मुझे कहते ये सुखुआ से सुखुआ बढ़िया टेस्ट लगे माछड़ा भल लगे ये खाई मैंने मांसड़ा मोर रुसेरु एबे छुट्टी होला हम सुखा बड़ी दे दम खाइ तो तमरा जल्दी तो बर्तमान देखो सुना फास्ट डब्बा पूरी गला पूरी गला सुखुआ पूरी समस्त पार्टी ना बुझिना एपटे तो लुणी सुखुआ रहा किंतु लुणी सुखुआ और टमाटो बसई मजा आसो सका भोगटा खाई तो एपटे भी आबरी जरी अच्छी सुखुआ एपटे देखो ना कि सुखुआटा एटा भी लुणी लुणी सुखुआटा कम आनथा बापा लुणी खराब हो सुखुला सुखुआटा कि अधिक दिन आने रही चले पानी पानी बाहरी सेटा से जरी से टंगे दोनों सुखला सुखा अधिक ना 60 टका कि 100 टका कि 20 टका जोटा अधिक दिन रही है आनता जोटा रही खाइया संख्या कम देखला अधिक सब नष्ट हो सुखुआ भरी रखी दियो किसी ना आलू फल भाजी दे सारा पर गोटे सुखुआ बसई दे दो सागे सागे काटी आनी धोईदेव सागे सागे हो। तो फ्रेंड देखो बर्तमान वर्षा आरंभ हो जाइए तो बढ़िया लगुच वर्षा तो होता पूरा गरम लगुला तो एपटे देखु हल चली पावर टेलर छता गुड़ी हल हो तो देखो तो वर्षा तो हो नाला आज वर्षा है बहुत बढ़िया लगे वर्षा समस्ते अपेक्षा करते तला भी एपर्तन पड़नी आमर एपटे वर्षा हेने तला पड़ो समस्ते पंपर टे पानी बुईकी तला पकाउले तो बर्तमान खराब है तो बर्तमान देखो वर्षा आरंभ हो गला चुली एपटे उदा होगा से चलला से पटर से बांध दे एपट ये पानी बांध दे कौन है एपड़ू ने भाज आस लगे खुंचटा चिरीज
ଦେଖୁନ୍ ବର୍ଷା ହେଲା ଆଉ ରୋଷେଇ କରିହେବନି। ଏପର୍ଯ୍ୟନ୍ତ ଆଜବେଷ୍ଟ ତ ପଡ଼ି ପାଇଲାନି। ଦାଦା ଆସିବେ ଆସିବେ ଆସୁନାହାନ୍ତି। ଆଇନେ ସିନା ପଡ଼ିବ। ଆଜବେଷ୍ଟଟା ପଡ଼ିଗଲେ ଗୋଟେ ଚିନ୍ତା ଯିବ। ନା ସେ ଅଳ୍ପ ଅଳ୍ପ ଛାଟିଏ ଚଳିବ। ସେତିକି ଥାଉ। ଏଇ ବା ରସି ସେଇଠି ଅଛି ନା, ସେଇଟା ପାଇବନି। ଆସୁନ, ଏଇ ବା ରସି ଅଛି। ବର୍ଷା ହେଲା ସେଇଠୁ ଖାଇବା ପାଇଁ ଚିନ୍ତା କଲେ ସବୁ। ଆଗରୁ ଚିନ୍ତା କରନ୍ତି। ସମସ୍ତର ଟିକେ କୋଉଠି ନା କୋଉଠି କାହାର ଗୋଟେ ରହିଯାଇଥିବ, ହଇରାଣ ହଉଥିବ ନା। ନା ଆମର ସକାଳୁ କେତେ ଜୋର ଖରା ହେଇଥିଲା। କୋଇନି ପାଇବନି। ଏଇ ବା ରସି ଅଛି କାହିଁକି? ଆହୁରି ବାର ଅଛି। ବର୍ଷା ଦିନେ ସମସ୍ତଙ୍କର ହଇରାଣ। ଯେତେ ରୋଷେଇ ଘର ଥିନେ ବି କି କୋଠାର ଥିନେ ବି କିଚେନ ଥିନେ ବି ବାହାରେ ନିହାତି କାହାର ଚୁଲି ଥିବ ନିହାତି ରୋଷେଇ କରିବା ପାଇଁ ସମସ୍ତଙ୍କର। ଗରମ ଦିନ ରୋଷେଇ କରିବା ପାଇଁ ଯାହାର ଆଜବେଷ୍ଟ ପଡ଼ି ଘର ଟିକେ ଠିକ ସେ ହେଇଯାଇଥିବ ଯାହାର ଏଇଟା ମୁଁ ଖାଲି ବାହାରୁ ଅଳ୍ପ ଟିକେ ଗାଡ଼ି ରୋଷେଇ କରୁଥିବେ ନା। ଯାହା ବି বাইରେ ଟିକେ ଫୁଲ ଦେଇକି ଚୁଲିଟେ ରୋଷେଇ କରୁଥିବେ। ସେଇଠି କିନ୍ତୁ ବର୍ଷା ପଡୁଥିବ, ସେଇଠି ତମ ରୋଷେଇ କରତେ ଭଲ ଲାଗିବ। କିନ୍ତୁ ଆଉ ଯେତେବେଳେ ନ ବନା ଚୁଲିର ଜଲ୍ଦି ହବ ରୋଷେଇଟା। ଗ୍ୟାସରେ ବହୁତ ସମୟ ଲାଗିବ। ଯେତେବେଳେ ନ ରୋଷେଇ ଘର ବନା ହେଇଥିବ କଣ କହିବେ? ଚୁଲି ଢଙ୍କା ହେଇଛି ଆମର। ପାଣି କେତେ? ଆଉ ଯେତେବେଳେ ରୋଷେଇ ଘର ନ ବନା ହେଇଥିବ କଣ କହିବେ? ବନଉନ ତ, ଖାଲି ବର୍ଷା ହଉଛି ଘାଟୁଛି, ରୋଷେଇ କରି ହଉନି, ଖାଇ ହଉନି। ଆଉ ଆଜି ରୋଷେଇ କରି ହବନି। ସେଇଥିପାଇଁ ତ ତମେ ବନଉନ ଆଜି ପର୍ଯ୍ୟନ୍ତ। ଆଣିକି ଆଜବେଷ୍ଟ ରଖି ଖୁଣ୍ଟ ରଖି କିନ୍ତୁ ଆଜି ପର୍ଯ୍ୟନ୍ତ ପଡ଼ି ପାଇଲାନି। ମଜା ନା ଏଇଟା ଯଦି ଆଗରୁ ହେଇଥାନ୍ତା ତାହେଲେ ଉଦା ହେଇନଥାନ୍ତା ତ। ମଟର ପାଣି ଶୁଖିଯିବ ସାଙ୍ଗେ ସାଙ୍ଗେ ହବ। ଯେ ଧର ମୁଁ ଖରିକି ଦିଏ ପାଣିଟା। ଶୁଖିଯାଉ ଶୁଖିଯାଉ। ଚୁଲି ଲଗେଇଦେଲେ ସାଙ୍ଗେ ସାଙ୍ଗେ ଶୁଖିବ। ସେ ପାଣିଟା ଥାଉ, ଏ ଛାଞ୍ଚୁଣିଟା ଓଦା ହେଲା। ଚୁଲି ଶୁଖି ହେଇଥାନ୍ତା କିନ୍ତୁ। ଟାଣି ନେଇଥାନ୍ତା ପାଣିଟା, ନେଇ କାଦୁଅ ହେଇଥାନ୍ତା। ବର୍ଷା ସିଜିନର କହିଦେବ ନା ଏତେ ଖରା ଜୋରସେ ହଉଛି ଆମ ପୋଖରୀ ଶୁଖିଗଲାଣି। ଆଜି ସକାଳୁ ଖରା ହେଇଥିଲା। ହଁ ବା, ଯାହା ହଉ ଟିକେ ହେଇଗଲା ତ, ଛିଞ୍ଚି ଦେଲା, ଖାଲି ରାସ୍ତା ଟିକେ ଓଦା କରିଦିଆଗଲା। ତ ବର୍ତ୍ତମାନ ଚାଲନ୍ତୁ ଦେଖିବା ସୁନା କ'ଣ ରୋଷେଇ କରୁଛନ୍ତି। ତ ଆପଣମାନଙ୍କର ତ କମେଣ୍ଟ ଥିଲା ଦହି ତରକାରୀ ସୁନା କେମିତି ପ୍ରସ୍ତୁତି କରୁଛନ୍ତି। ଆଉ ଏମିତି କମେଣ୍ଟ କଲେ ଯେ ସୁନା ବର୍ତ୍ତମାନ ଆସି ବସିଗଲେ ଚୁଲି ପାଖରେ ଦହି ତରକାରୀ ରୋଷେଇ କରିବା ପାଇଁ। ଯୋଉ ଦିନରୁ କମେଣ୍ଟ ଆସିଲାନି ସେଇଦିନରୁ ଭାବିଥିଲି କରିବି। ଦହି ତରକାରୀ ପାଇଁ ସବୁ ଜିନିଷ ଥିଲେ ସିନା। କେଉଁଦିନ ଭେଣ୍ଡି ଥିବ, ବାଇଗଣ ଥିବନି, ବାଇଗଣ ଥିଲେ ଏଇ ଯେଉଁ ମାରିଚ ନାଡ଼ି ଥିବନି, ଏଇଟାକୁ କ'ଣ ଖଡ଼ା। କେଉଁଦିନ ବୋଇତାଳୁ ନଥିବ, ସାରୁ ନଥିବ। ଆଜି ସବୁ ଜିନିଷ ଅଳ୍ପ ଟିକେ ଟିକେ ସଂଗ୍ରହ କରିକି ଆପଣମାନଙ୍କ କଥା ରଖିକି ଦହି ତରକାରୀଟା କେମିତି ରୋଷେଇ ହୁଏ ଆପଣମାନଙ୍କ ସହିତ ଭିଡ଼ିଓଟା ସେୟାର କରାଯିବ। ବର୍ତ୍ତମାନ ଦେଖନ୍ତୁ ଏପଟେ ଭେଣ୍ଡି ଅଲରେଡ଼ି ଭଜା ହେଲାଣି। ଆଉ ଏପଟେ ତ ଆଳୁ ଫାଳି କଟା ହେଇକି ରହିଛି, ତା ପାଖରେ ସାରୁ, ଲଗା ସାରୁ, ଆଉ ଏପଟେ ସାରୁ, ବାଇଗଣ, ଏଇଟା ଯେଉଁ ଖଡ଼ା ମାରିଛ କହନ୍ତି, ଆମ ଆଡ଼େ ମାରିଛ। ଆଉ ଏପଟେ ତ ବୋଇତାଳୁ ରହିଛି, ଆଉ କଖାରୁ, ତା ସହିତ ଗୋଟେ ଟମାଟୋ ରହିଛି। ଆଉ ଟମାଟୋ ଯେହେତୁ ରେଟ୍ ଟିକେ ଅପସନାଲ ରହିଛି, ଚାହିଁଲେ ପକେଇ ହବ, ନହେଲେ ନାହିଁ। ତ ସେଥିପାଇଁ ବାଛିକି ଛୋଟଟେ ଆଣିଛି, ଯେହେତୁ ରେଟ୍ ଅଛି ସେଥିପାଇଁ ଛୋଟଟେ ସୁନା ନେଇ ଆସିଛନ୍ତି। ଦହି ତରକାରୀଟା ତ ହେଉଛି ସୁନାଙ୍କର ଅତି ପ୍ରିୟ। ଆଉ ତ ଆପଣମାନଙ୍କ କଥା ରକ୍ଷା କରିବା ପାଇଁ ସେ ଆଜି ଦହି ତରକାରୀର ରେସିପିଟେ ତିଆରି କରୁଛନ୍ତି। ଆଉ ନା ସେମାନେ କହିବେ କି ଦହି ବାଇଗଣ ହୁଏ ଆମେ ଜାଣିଛୁ, ଦହି ତରକାରୀଟା ଆକ୍ଚୁଆଲି କ'ଣ, ସେଟା କେମିତି ରୋଷେଇ ହୁଏ, ଜଣେ ଜଣେ କମେଣ୍ଟ ଦେଇଥିଲେ। ଦହି ତରକାରୀଟା କ'ଣ ଭାରି ଫେଭରାଇଟ୍, ମାଇ ଫେଭରାଇଟ୍। ସତରେ ଦହି ତରକାରୀ ମୋର ବହୁତ ଫେଭରାଇଟ୍। ଆଉ ପୁରୀ ମଟର ତରକାରୀ ବହୁତ ଫେଭରାଇଟ୍। କେମିତି ରୋଷେଇ କରି ତାହା ଆପଣମାନଙ୍କ ସହିତ ତ ପୁରା ସେୟାର କରିବେ। ଆଉ ଭେଣ୍ଡିଟା ଜଷ୍ଟ ଖାଲି ଭଜା କରୁ,
ତାପରେ କେମିତି କ'ଣ କରିବା ଆପଣମାନଙ୍କୁ ଦେଖେଇବି ଆଉ। ତ ସେବେ ପର୍ଯ୍ୟନ୍ତ ଆମେ ଟିକେ ରହିବା, ଯେହେତୁ ସୁନା ଟିକେ ଧୂଆଁ କରିଦେଲାଣି, ମୁଁ ଆଉ ରହିପାରୁନି, ସେବେ ପର୍ଯ୍ୟନ୍ତ ରହିବା ଟିକେ ଆଉ। ହଁ ତମେ ଆଜି ସକାଳୁ ଉଠି ମୁହଁ ଧୋଇନ, ସେଥିପାଇଁ ତମ ଆଡ଼ିକି ଧୂଆଁ ଯାଉଛି, କାରଣ ମୁଁ ତ ଚୁଲି ପାଖରେ ବସିଛି, ମୋ କତିକି ଧୂଆଁ ତମେ ଜାଣି ଶୁଣି ବସ ନା ସେଇଟା ହିସାବର, ଯେଉଁ ପଟୁ ଧୂଆଁ ନଯିବ। ଚୁଲି ପାଖରେ ତର ଯେ ରୋଷେଇ କରେ ସେଇଭଳିଆ ବସେ, ତାପରେ ବି ସେ ଟିକେ ଟିକେ ଧୂଆଁ ଖାଏ, ନୁହେଁ କି? ତ ବର୍ତ୍ତମାନ ଦେଖନ୍ତୁ ଏବେ ଭେଣ୍ଡି ଭଜା ସରିଗଲା, ତ ଭେଣ୍ଡି ଦେଖିକି ଲୁଭଉଛି ଭଜା ଖାଇବା ପାଇଁ। ଖାଉନ। ତ ଚାଲନ୍ତୁ ଦେଖିବା ବାକି କ'ଣ ପକେଇବେ। ତାପରେ ଖାଲି ଆମେ ହାଲକା ଟିକେ ପନିପରିବାଟାକୁ ସବୁ ପକେଇ ସନ୍ତୁଳି ଦେବା। ଆଉ ୟା ଦେହରେ ପପେୟା ପକେଇଲେ ବି ହେବ। ଆଉ ଯେଉଁ ପାଣି ସାରୁ ଯେଉଁ ହୁଏ, ପାଣି ସାରୁଟା ଖାଲି ଦହି ଦେଇକି ରୋଷେଇ କଲେ ଭଲ ଲାଗିବ, ସେଇଟା ଆଉ ଦିନ ମୁଁ କରିନି ଆଉ। ଏଇଟା ହେଉଛି କି ସାରୁ, ମାନେ ଯେଉଁ ଲଗା ସାରୁ, ମାଟି ଯେଉଁ ତଳେ ଲଗା ହୁଏ ସାରୁଟା, ଆଉ ଗୋଟେ ସବୁ ତ ମାଟିରେ ହୁଏ, ଆଉ ଗୋଟେ ଯେଉଁ ପାଣିରେ ଖାଲି ହୁଏ, ସେଇଟା ପାଣି ସାରୁ କୁହନ୍ତି, ଲମ୍ବା ଲମ୍ବାଟା। ନା ଏଇଟା ଲଗାଯାଏ ଯେଉଁ ବର୍ଷା ସିଜନ ଛୋଟ ଛୋଟ କିଆରି ଜଣ ଜଣଙ୍କ ଥାଏ, ସେଇଠି ଲଗାନ୍ତି ଆଉ। ହଁ ଦେଖନ୍ତୁ ଆଳୁ ସାରୁଟା ପକେଇଦେବି। ପରିବା ସ୍ମେଲଟା ଟିକେ ଆସିବ ବୋଲି ଟିକେ ସନ୍ତୁଳି ଦେବା କଥା ଆଉ। ପରିବା ସ୍ମେଲଟା ଟିକେ ଆସିବ। ତାପରେ ଖାଲି ଡାଇରେକ୍ଟ ତାକୁ ସିଝେଇ ଦେଲେ ପରିବା ଟିକେ ଜଲ୍ଦି ସିଝିଯିବ, ମେଲ୍ଟ ହେଇଯିବ, ଏମିତି ଟିକେ ପରିବାଟା ଟିକେ ଗୋଟି ଗୋଟି ରହିବ। ଦହି ତରକାରୀରେ ତ ସବୁ ମେଲ୍ଟ ହେଇଯିବ, ଜଣା ପଡ଼ିବନି, ଆଉ ସେଥିପାଇଁ ଜଷ୍ଟ ହାଲକା ସନ୍ତୁଳା ହେଲା। ତ ବର୍ତ୍ତମାନ ଦେଖନ୍ତୁ ପରିବା ସନ୍ତୁଳା ଚାଲିଛି, ଦହି ତରକାରୀ ପ୍ରସ୍ତୁତି ହେବ। ତ ଦେଖିବା ଦହି ତରକାରୀ ହେଲା ପରେ କ'ଣ। ଆଉ ଗୋଟେ ଜିନିଷ ଭୁଲିଗଲି, ବାଇଗଣଟା ଏଠି କାଟିକି ରଖି ତାକୁ ଭାଜିବାକୁ ଭୁଲିଗଲି। କ'ଣ କରିବା? ସେଇଟା ସନ୍ତୁଳି ଦିଅ, ଆଉ କ'ଣ କରିବା? ସନ୍ତୁଳିଲେ ଏଥର ହେକୁ ହେଇଯିବ, କ'ଣ କହିଲୁ ସେପଟ ରହିଯାଇଛି ବୋଲି ଜଣା ପଡ଼ିଲାନି ବୋଧେ। ସିଝିଯିବ, ସିଝିବନି, ଯେଉଁ ଦର ସିଝା ଭଳିଆ ହେଇଯାଏନି, କାଙ୍କି ସିଝା ପୁଣି ହେଇଯିବ। ସେଇଟା ଥାଉ। ଇଏ ପରେ ଏଟା କାଢ଼ି ଛାଡ଼ି ଟିକେ ତେଲ ପକେଇ ଭାଜିଦେବା। ନହେଲେ ପରିବା ଯେତେବେଳେ ସିଝିବନି ନା, ଯେତେବେଳେ ଫୁଟୁଥିବ ପାଣିଟା ସେଇ ସମୟରେ ପକେଇଦେଲେ ସେ ସିଝିଯିବ। ତ ଦେଖନ୍ତୁ ଆମର ଜଷ୍ଟ ଅଳ୍ପ ଅଳ୍ପ ଟିକେ ଭଜା ସନ୍ତୁଳା ହେଇଗଲା, ତାପରେ ପାଣି ଦେଇଦେବା। ବେଶୀ ପାଣି ନୁହେଁ, ଅଳ୍ପ ପରିମାଣରେ ପାଣି ଦେବା, କାହିଁକିନା ଯେହେତୁ ମାନେ ଏ ତରକାରୀର ରାଜ ହେଲା ଦହି, ମାନେ ଦହି ରାଜା ଆମର ଅଛନ୍ତି ଘର ଭିତରେ ଫ୍ରିଜରେ, ତାକୁ କଢ଼ା ହେଇକି ଅଣାଯିବ, ପରିବାଟା ଖାଲି ସିଝିଯାଉ। ଦେଖନ୍ତୁ ପରିବା ଯେତିକି ପାଣି ସେତିକି, ତାଠୁ କମ୍ ଦେଲେ ବି ହେବ, କିନ୍ତୁ ଯେହେତୁ ନିଆଁ ଚୁଲିରେ ବସିଛି, କେତେବେଳେ ପାଣିର ମାପଟା ଟିକେ କମ୍ ଯଦି ହେଇଯିବ, ଅଧିକ ଦେଲେ ବରଂ ସିଝିଗଲେ ଚଳିବ, ଯଦି କମ୍ ହେଇଯିବ ତଳୁ ଲାଗିଯିବ। ଆମର ହଳଦୀ ଲୁଣ ତ ପଡ଼ିଗଲା, ଆମର କିଛି ସମୟ ପାଇଁ ଆମେ ଢଙ୍କେଇ ଦେବା। ବର୍ତ୍ତମାନ ଦେଖନ୍ତୁ ଏବେ ତ ପରିବା ସିଝି ଯାଇଛି, ପୁରା ସିଝିକି ରେଡ଼ି। ଦେଖ ସାରୁ କଟି ଯାଉଛି, ଆଉ ବୋଇତାଳୁ, ଆଳୁଟା ବେଶୀ ସିଝିଯାଇଛି ନା କ'ଣ, ବାଇଗଣ ତ ପକେଇ ଦେଇଥିଲେ ଫୁଟିଲା ପରେ, ଆଉ ଏ ଖଡ଼ା ବି ସିଝିଯାଇଛି। ଦେଖନ୍ତୁ ପାଣି ବି କେତେ ଫୁଟି ମାନେ ପରିବାଟା ସିଝିକି ବି ଆହୁରି ଅଳ୍ପ ପାଣି ରହିଛି। ତ ଏପଟେ ଦେଖନ୍ତୁ କ୍ଷୀର ରହିଛି, ଆସିକି ରହିଗଲେ ଆମ ଦହି ତରକାରୀର ରାଜା। ତ ବର୍ତ୍ତମାନ ଏବେ ଆମର ଦହି ପରିବାରେ ଦହି ପଡ଼ିଲା। ଦହିଟା ଆପଣମାନେ ପରିବା ହିସାବରେ ଦେବେ, ଧର ଆପଣମାନେ ଅଳ୍ପ ପରିବା ପକାଇଥିବେ, ଅଳ୍ପ ଦହି ଦେବେ। ଆଉ ଦହିଟା ବି ଖଟା କି କମ୍ ଖଟା କି ଅଧିକ ଖଟା ସେଇ ହିସାବରେ ପକାଇବାକୁ ପଡ଼ିବ। ଖାସ୍ କରି ଦହି ତରକାରୀଟା ରୋଷେଇ କଲେ ଗାଁ ମାନଙ୍କରେ ଯେଉଁ ଆମର ଦହି ତିଆରି ହେଉଛି, ଯେଉଁ କ୍ଷୀରରୁ ଯେଉଁ ବସା ପଡ଼ିକି, ସେଇ ଦହିରେ ହିଁ ଦହି ତରକାରୀଟା ଟେଷ୍ଟ ହେବ। ମାର୍କେଟରେ ଯେଉଁ ଓମଫେଡ୍ ଦହି ମିଳୁଛି, ସେଇଥିରେ କେବଳ ଦହି ବାଇଗଣ ହିଁ ଠିକ୍, ସେଇ ଦହିରେ। ସେଥିରେ ଦହି ବାଇଗଣ ତିଆରି କରିବାଟା ହିଁ ଭଲ, ଭଲ। ଏଥିରେ ଦହି ତରକାରୀ କରିବାଟା ଠିକ୍। ଏଇଥିରେ ଦହି ବାଇଗଣ କଲେ ବି ବହୁତ ଖଟା ହୁଏନି, ଖାଇ ହୁଏନି, ଖଟା ହୁଏ, ପତଳା ଟିକେ ହେଇଯାଏ ତା ଯୋଉ ସେଇଟା ଆରଟା ଦହି ବାଇଗଣ ପାଇଁ ଠିକ୍। ଆଉ ଭେଣ୍ଡିଟା ପକେଇଥାନ୍ତି, କିନ୍ତୁ ଭେଣ୍ଡିଟା ଟିକେ ଅଧିକ ଭଜା ହେଇଯାଇଛି, ପୁରା ସିଝିଯାଇଛି। ଏଥିରେ ପକେଇଦେଲେ ଦହି ଫୁଟିଲା ବେଳକୁ ପୁରା ଭେଣ୍ଡି ଖୋଲି ଯାଇଥିବ, ତାକୁ ଛୁଙ୍କ ଦେଲା ବେଳେ ଖାଲି ପଡ଼ିବ। ଖାଲି ବାକି ରହିଲା ଦହିଟା ଫୁଟିବ, ନହେଲେ ଟିକେ କଞ୍ଚା ବାସ୍ନା ହେବ। ଦହିଟା ଫୁଟି ସାରିଲା ପରେ ତାପରେ ଆମର ଦହି ତରକାରୀ କେମିତି ଛୁଙ୍କ ଦିଆଯିବ ଆପଣମାନଙ୍କୁ ଦେଖେଇବି ଆଉ। ସେଇଟା ତ ଟେଷ୍ଟ ଆଉ, ଇଏ ବାକି କିଛି ନୁହେଁ ଆଉ, ଇଏ ବାକି କିଛି ନୁହେଁ, ବାକି ରହିଲା ଛୁଙ୍କ ଉପରେ ଆଉ। ଛୁଙ୍କଟା ହେଲେ ଆପଣମାନେ ଦେଖିବେ, ଆଉ ଛୁଙ୍କର ବାସ୍ନାଟା
आपण माने तो जानि परिबेनी जानि परिबेनी कि आ मु तो दही तरकारी खाई सारला पर आपण माने वीडियो देखिबे सेंती तो हबो नागी सब देखि परिबे जानि परिबे कि माने मते बहुत रिक्वेस्ट करचंदी दही तरकारी रो रेसिपी आनिबा को निश्चित थोर थोर ट्राई करबे आ केमिति तरकारी रो टेस्ट होउची ता निश्चित आपण माने मते कमेंट रे जानेबे खास करी ता भीतर जो पनीपरिया पड़ी था सेटा टेस्ट लागे मते हां नियाती पनीपरिया पड़ीबा आलूटा भी पड़ीबा जरूरी नहे आलू थी हल्ला तो पड़ीबो नहले नहीं किंतु एडा परिबा ऊपर निर्भर करे बोईताळू ए जो एडा पड़ला खडा जो नाडीटा सेटा हला मेन तार हां आ जो सारू आ कोन पड़ी बोईताळू बाईगण आ अमृतभंडा पड़िया कथा अमृतभंडा भी पड़ीबो दही तरकारी रो जिंस आ ए जिंस सब खास करी सारूटा पड़ीथरा दरकार सारूटा तरकारी के टिके बहलिया करे सेइटा ही टेस्टटा लागे तो बर्तमान देखंतु छुंको पई कोन सब रही छि तो एपटे रसुण कोटा हेई रही छि आ सुखला लंका ता तो भृषंग पत्र आ गोटे कथा हला दही तरकारी छुंकर टेस्टटा को दही तरकारीटा को टेस्ट कराए भृषंग पत्र एटा तो पड़ीथिले न पड़िले दही तरकारी टेस्ट जाना पड़िबो जार दही तरकारी पकोड़ीटा हबो आगर खोजी आ एरे रे से पुडू पके दिबी आम बाड़ी रे तो एते बड़ गछटे हेई छि नेले सरीबनी हो सेठी बड़ गछरा एडी छोटडा आइछ ना भालू पंप पड़िला उफ एबे एथरा हम भेंडी पके दबा आ तो पड़ी डायरेक्ट छुंक कर तो चलंतु देखिबा हमें वर्तमान छुंक केमिति दिया जीवो वर्तमान हमर घरे पूरा गरम हो जाइए आउ खास करी हमें सोरिष तेल रे छुंकटा दबा सोरिष तेल रे छुंक न देले भी भल लागोनी सब जिंस माने दही तकाटा खास खास जिंस हो स्पेशल जिंस अछि देखला ना को दही तरकारी भृषंग पत्र रसुणटा भी बहुत स्पेशल जिनसटा भृषंग पत्रटा भी आधर जो सब पनीपरिया पड़ी मु कहू नी माने आपण माने कमेंट देला पूर्व आगुरु भाबुथली जे दही तरकारी करबी किंतु जो दिन भेंडी थिबो बोईताळू नथिबो बोईताळू थिले सारू नथिबो अरेंज करिकी सब भल भल पनीपरिया पड़ुची किंतु तरकारी की टिके पसंद करन दही तरकारी कोन किंतु खट्टा तरकारीटा तो चिकन ला किछि पडु न पडु कोन ना चिकन आउ कोनोसी तरकारी हेले गुटे तरकारी हेले खाई होबो किंतु दही तरकारी हेले गुटे तरकारी खाई होबनी भात खट्टा जिनसटा ना तेल गरम हेछि ना हेछि तेल गरम हेछि देखु टिके फुटण पकेइबा माना फुटला दही तरकारी हो माने माना फुटियो पत्र पड़िला आछेला वासना चाहिए अल्प लंका गुंड पकेबा यदि चाहिए पकेबे कहीं सुखला लंका जेहेतु पकेजी पण बोले चाहिए पकेबे नहले नहीं हल्दी गुंड टिके पकेबे बस आउ किछि टमाटोटा पकेबे टमाटोटा भी पकेले हम न पकेले भी नहीं टमाटोटा जो समय दहीटा खट्टा न लगे से समय टमाटो पकेले खट्टा लगे टे जड़े जड़े भी अच्छा आमर एपटे दही तरकारी जो दहीटा टे खट्टा न लगे आंबुल भी खंडे पकई दही तरकारी जो समय टमाटो खट्टा लगुव से समय दही तरकारी टमाटोटा अधिक पसंद एबे आमर ये दहीटा टे खट्टा दही अच्छी टमाटो पकई भी होता न पकई भी होता मुझे पकईदेवी छुंक आसे बोले छुंक ता ना दिया है हाँ छुंक आसे बोले छुंक
Yes. ଜଷ୍ଟ ଟିକେ ବାମ୍ଫ ପଡ଼ିଯାଇଥିଲା ମୋର ବୁଲି ହେଉଛି ବାମ୍ଫଟା ତଳ ବାଟାକୁ ଧଳା ହେଲା ବେଳକୁ ତ ବର୍ତ୍ତମାନ ଦେଖନ୍ତୁ ଦହି ତରକାରୀ ପୁରା ପ୍ରସ୍ତୁତ ହେଇଗଲା ଆଉ ତା ଫ୍ଲେଭରରୁ ତ ଜାଣିପାରୁଥିବେ ଯେଉଁମାନେ ପାଖାପାଖିର ଥିବେ ତା ବାସ୍ନା ଯିବ ମାନେ ଛୁଙ୍କଟା ହେଲେ ଜଣେ ଜାଣିଦେବେ ଯେ ଏଥିରେ ଶାଗ ଛୁଙ୍କ ଦିଆ ହୁଏ ଶାଗ ହେଉଛି ଯୋଉ ପ୍ରକାର ଯେତେବେଳେ ତାପରେ ଦହି ତରକାରୀଟା ପଡ଼ି ସାରିଲା ପରେ ଦହିଟା ତାପରେ ଯେଉଁ ବାସ୍ନାଟା ହୁଏ ଖାଲି ଫୁଟଣ ପିଆଜ ଯଦି ଆଉ ଶୁଖା ଲଙ୍କା ପଡ଼ିଥିବ ଜଣେ ଡାଲି ଛୁଙ୍କ ଦିଆ ହେଉଛି ଆଉ ଯେହେତୁ ଦହିଟା ଟିକେ ଖଟା ଅଛି ସେଥିପାଇଁ ମୁଁ ଟିକେ ଚିନି ପକେଇବି ଗୋଟେ ଚାମଚ ଚିନି ପକେଇଲେ ଟିକେ ସ୍ୱାଦ ଆସିବ ଆଉ ଅଲଗା ଫ୍ଲେଭର ବେଶୀ ଖଟା ଲାଗିବନି କି କିଛି ନାହିଁ ଟିକେ ଅଳ୍ପ ଅଳ୍ପ ଖଟା ହବ ଭଲ ଲାଗିବ ବେଶୀ ଖଟା ହେଲେ ଖାଇ ହବ ତ ଦେଖନ୍ତୁ ବର୍ତ୍ତମାନ ହେଇଗଲା ଆମର ତ ପୁରା ଦହି ତରକାରୀ ପ୍ରସ୍ତୁତି ଏତେ ଦିନ କମେଣ୍ଟ କରି କରି ଯାହା ହଉ କମେଣ୍ଟରେ ଆଜି ମୁଁ ଟିକେ ଗୋଟେ ସଠିକ୍ ରିପ୍ଲାଏ ଦେଇପାରିଛି କରିକି ଭଲ ଲାଗିଲା ଆଉ ଭଲ ଲାଗିଲା ଯେବେଠୁ କମେଣ୍ଟ ଆସିଲାଣି ସେବେଠୁ ଇଚ୍ଛା ଥିଲା କହିଲିନି ନା ଗୋଟେ ପରିବା ଥିଲେ ଗୋଟେ ପରିବା ନଥିବ ପୁରା ରେଡ଼ି ଖାଲି ଓହ୍ଲେଇକି ଟିକେ ଜଷ୍ଟ ଜିରା ଗୁଣ୍ଡ ପକେଇଦେଲେ ହେଇଯିବ ଆଉ ରେଡ଼ି ଆମର ଦହି ତରକାରୀ ପୁରା ନିଶ୍ଚିତ ଟ୍ରାଏ କରିବେ